ହଠାତ୍ ଆସି ଖରାବେଳେ ପହଞ୍ଚି ଯାଇଥିଲା ଭାଉଜଙ୍କ ଘରୁ ଆମର ବରଧରା। ଆପଣମାନେ ଜାଣିଥିବେ ଓଡ଼ିଆ ଘର ହିନ୍ଦୁ ଘରେ ବରଧରା ଆସିଲା ପରେ ବାହାରେ ଆମର କାଣ୍ଡ କଳସୀ। ଆମେ ସବୁ ପୁରା ରେଡ଼ି ହେଇକି ଥିଲୁ, କିନ୍ତୁ ବହୁତ ଖରା ହେଉଥିଲା ବାହାରେ କାଣ୍ଡ କଳସୀରେ ଯିବା ପାଇଁ। କାଣ୍ଡ କଳସୀରେ ଗଲାବେଳକୁ ବି ଡିଜେ ସିଷ୍ଟମ୍ ହେଇଥିଲା। ମୋର ଗୋଡ଼ ତ ଆଉ ତଳେ ଲାଗିଲାନି, ଡିଜେରେ ତ ମୋ ନ ନାଚିଲେ ରହିପାରିବିନି, ଏ ଖରାରେ ମୁଁ କେମିତି ନାଚିବି।